नीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। राधा कृष्णभ्यां नमः। राधा कृष्णभ्यां नमः। लक्ष्मीनारायणभ्यां नमः। लक्ष्मीनारायणाभ्यां नमः। हरे कृष्ण 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 हरे हरे, हरे राम 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 हरे हरे। भज निताई गौर राधे श्याम। जप हरे कृष्ण हरे जय शिशु अनंत राजा राम। जय सत्य सनातन कल्की राम। जय गुरु जय गुरु जय गुरु जय 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 गुरु जय गुरु जय गुरु जय जय गुरु जय गुरु जय जय गुरु जय गुरु जय गुरु जय गुरु जगन्नाथ। जय गुरु जय वैकुंठनाथ। जय गुरु जय जगन्नाथ। जय गुरु जय जय गुरु जय जय जगन्नाथ। जय गुरु जय वैकुंठनाथ। जय गुरु जय जय जगन्नाथ। जय गुरु मधुसूदन गुरुदेव जन। ओम
ଗୁରୁ ସାନ୍ନିଧ୍ୟ ସତ୍ସଙ୍ଗ, ପବିତ୍ର ସନ୍ଧ୍ୟା। ନର୍ଲା ରୋଡ଼ର ଅନନ୍ତ ବଳିଆ ପରିବାର ଏହି ସତ୍ସଙ୍ଗକୁ ଆୟୋଜନ କରିଛନ୍ତି। ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ପବିତ୍ର ନର୍ଲାରେ ପ୍ରଥମ ଯେତେବେଳେ ଆମେ ଆସିଥିଲୁ, ଗୋଟେ ଗଣତନ୍ତ୍ର ସଚେତନ ଯାତ୍ରା, ଏହି ଯାତ୍ରାକୁ ଆମେ ଭବାନୀପାଟଣା କୁ ଆସିଥିଲୁ। ସେତେବେଳେ ଏଠି ଜଣେ ବ୍ୟକ୍ତି ହିଁ ଥିଲେ, ଚିନ୍ତାମଣି ସାହୁ। ବର୍ତ୍ତମାନ ମଧ୍ୟ ସେ ଅଛନ୍ତି। ତାଙ୍କରି ନିମନ୍ତ୍ରଣରେ ବା ତାଙ୍କରି ଦାୟିତ୍ୱରେ ଏହି ନର୍ଲାକୁ ଆସିଥିଲେ। ତାଙ୍କ ସହିତ ତାଙ୍କର ବଡ଼ ଭାଇ ବୈକୁଣ୍ଠ ସାହୁ ସଂଯୋଗ ହେଲେ ଏବଂ ତା ପରବର୍ତ୍ତୀ ସମୟରେ ପୁତ୍ର ବିକ୍ରମ କୁମାର ସାହୁ ସଂଯୋଗ ହେଲେ। ତା ପରବର୍ତ୍ତୀ ସମୟରେ ବୋହୂ ରୋଜିରାଣୀ ସାହୁ ସେ ମଧ୍ୟ ସଂଯୋଗ ହେଲେ। ତାର କିଛି ଦିନ ପରେ ଏହି ନର୍ଲା ରୋଡ଼ରେ, କହିପାରିବିନି କେଉଁ ଜାଗାଟା, ସେଠି ଗୋଟିଏ ସତ୍ସଙ୍ଗ 3 ଦିନ ଧରି ଗୋଟେ ଗୀତା କଥା ଏଠି ଅନୁଷ୍ଠିତ ହେଇଥିଲା। ସେଇ ଗୀତା କଥା ସମୟରେ କିଛି ବ୍ୟକ୍ତି ନୁହେଁ, ଜଣେ 2 ଜଣ ବ୍ୟକ୍ତି ସ୍ୱତଃସ୍ଫୂର୍ତ୍ତ ଭାବରେ ମନ୍ତ୍ର ଗ୍ରହଣ କରିଥିଲେ। ସେ ଏଇଠି ମଧ୍ୟ ବସିଛନ୍ତି, ବୟୋଜ୍ୟେଷ୍ଠ ଲୋକ, ଏବଂ ସେ ଆଶ୍ରମ ପର୍ଯ୍ୟନ୍ତ ମଧ୍ୟ ଯାଇଛନ୍ତି। ଧୀରେ ଧୀରେ ପ୍ରତ୍ୟେକ ବର୍ଷ ନହେଲେ ବି ଆମେ ନର୍ଲା ରୋଡ଼କୁ ଆସୁ। ଏଠି ବିକ୍ରମ ତାର ବାପା, ଦାଦା ଆଉ ସହଯୋଗୀ ମାନଙ୍କୁ ନେଇ ଏଠି ଗୋଟେ ଛୋଟ ବଡ଼ କାର୍ଯ୍ୟକ୍ରମ ପ୍ରାୟ ଚାଲିଥାଏ। ଲୋକେ ଭଲ ବୁଝନ୍ତି କିମ୍ବା କେହି ଭେଲ ବୁଝନ୍ତି, ସେଇଟା ଅଲଗା କଥା। କିନ୍ତୁ ଆମେ ଭବାନୀପାଟଣା ଆସିଲେ ନିଶ୍ଚିତ ଭାବରେ ନର୍ଲା ରୋଡ଼କୁ ଆମେ ଆସୁ। ସେହି ପବିତ୍ର ନର୍ଲା ରୋଡ଼ରେ ଆଜି ଆମେ ପହଞ୍ଚିଛୁ। ମା ଭବାନୀପାଟଣାର ମା ସେ ମାତୃମୂର୍ତ୍ତି, ହଁ ଠିକ୍, ମାଣିକେଶ୍ୱରୀ, ରାଜାଙ୍କର ଅଧିଷ୍ଠାତ୍ରୀ ଦେବୀ ଏବଂ ପବିତ୍ର କଳାହାଣ୍ଡିର ସେ ହେଉଛନ୍ତି, ଯଦିଓ କଳାହାଣ୍ଡିର ସେ ମନ୍ଦିର, କିନ୍ତୁ ସମଗ୍ର ଓଡ଼ିଶାର ସେ ହେଉଛନ୍ତି ପ୍ରତିଷ୍ଠିତ ଦେବୀ ମାଣିକେଶ୍ୱରୀ। ସେହି ମାଣିକେଶ୍ୱରୀଙ୍କର ଦର୍ଶନ, କଳାହାଣ୍ଡିରେ ଜଗନ୍ନାଥଙ୍କର ମନ୍ଦିର ରହିଛି, ରାଧାକୃଷ୍ଣଙ୍କର ମନ୍ଦିର ରହିଛି। ଏଠି ବି ଗୋଟିଏ ମନ୍ଦିର ଥିଲା। ଯେତେବେଳେ ଆମେ ପ୍ରଥମେ ଆସିଥିଲୁ, ସେ ମନ୍ଦିରରେ ରାଧାକୃଷ୍ଣଙ୍କର ମୂର୍ତ୍ତି ନଥିଲା। ଏବେ ଆସିବେଣି କି କ'ଣ ମୁଁ କହିକିରି ଯାଇଥିଲି। ଆବଶ୍ୟକ ପଡ଼ିଲେ ଆମକୁ ଜଣେଇବ, ଆମେ ରାଧାକୃଷ୍ଣଙ୍କୁ
ଏଠି ପ୍ରତିଷ୍ଠା କରିବା। ତେବେ ସଜ୍ଜନ, ପୂର୍ବ ବର୍ଷ ଯେତେବେଳେ ଆସିଥିଲି ଏଠି ଗୋଟିଏ ସାମ୍ବାଦିକ ସମ୍ମେଳନ କରିଥିଲି। ସମଗ୍ର ଓଡ଼ିଶାବାସୀଙ୍କୁ ଆମର ଆଗମନର କାରଣ ବିଷୟରେ ଜଣେଇଥିଲି। ସେମାନେ ମଧ୍ୟ ତାକୁ ଗ୍ରହଣ କରିଥିଲେ ଏବଂ ପତ୍ରପତ୍ରିକାରେ ମଧ୍ୟ ବାହାରିଥିଲା। ଜଣେ ସାମ୍ବାଦିକ ପୁଅ ସେଠି ମନ୍ତ୍ର ଗ୍ରହଣ କରିଥିଲେ। ଏ ବର୍ଷ ଆମର ମାଣିକେଶ୍ୱରୀଙ୍କ ନିକଟରେ ବା ଭବାନୀପାଟଣାରେ 3 ଦିନିଆ ଗୋଟିଏ ଭକ୍ତ ସମ୍ମେଳନ ଅନୁଷ୍ଠିତ ହେବ। ତାମାନେ ଓଡ଼ିଶାର ପଶ୍ଚିମାଞ୍ଚଳର ଯେଉଁ ଯେଉଁ ସ୍ଥାନ ଗୁଡ଼ିକ ରହିଛି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ଼, ବଡ଼ପାଲି, ବୁର୍ଲା, ପାଟନାଗଡ଼, ଏଇଭଳି ଯେଉଁ ଯେଉଁ ସ୍ଥାନ ସବୁ, ଟିଟିଲାଗଡ଼, ଏଇସବୁ ସ୍ଥାନ ମାନଙ୍କରେ କେଉଁଠି କେମିତି କିଏ ଭକ୍ତମାନେ ଅଛନ୍ତି, ସେମାନଙ୍କୁ ଭବାନୀପାଟଣାର ଅନନ୍ତ ବଳିଆ ପରିବାର ସେମାନଙ୍କୁ ନିମନ୍ତ୍ରଣ ଜଣାଇଛି। ଗୋଟେ 3 ଦିନିଆ କାର୍ଯ୍ୟକ୍ରମ ସେଠି ମାନବବାଦ ଉପରେ ଅନୁଷ୍ଠିତ ହେବ। ପ୍ରଭାତରେ ଆମର ଯେ ଗୋପାଳ ଭାଇ ଏଠି ଅଛନ୍ତି, ଗୋପାଳ ଦାସ, ସିଏ ଯୋଗ, ଧ୍ୟାନ, ପ୍ରାଣାୟାମ ସମ୍ପର୍କରେ 1 ଘଣ୍ଟା କି 2 ଘଣ୍ଟା ସିଏ ତାଙ୍କର ସମ୍ଭାଷଣ ରଖିବେ, ଶିକ୍ଷା ମଧ୍ୟ ଦେବେ ଏବଂ 10ଟାରୁ 12ଟା ପର୍ଯ୍ୟନ୍ତ ବଳିଆ ମଧ୍ୟ ଲୋକମାନଙ୍କ ସହିତ ଟିକେ ମିଶିବ। ତେବେ ସଜ୍ଜନ, ଇଏ ହେଉଛି ଆମର ଗୋଟେ କଥା। କିନ୍ତୁ ଇଏ କଥା ଭିତରୁ କଥା, ଏଇ କଥାକୁ କହିବା ପାଇଁ ଆମେ ଏଠି ବସିନେ। ଲୋକେ କହନ୍ତି କଥାବାର୍ତ୍ତା। କଥାଟି ଏଇ ବର୍ତ୍ତମାନ ମୁଁ ଯେଉଁ ଆପଣମାନଙ୍କୁ ଜଣେଇଲି, ସିଏ ହେଲା କଥା। ଆମେ ଆଜି ଆସି ପହଞ୍ଚିଲୁ, ଏଇଆ ଖାଇଲୁ, ଏମିତି ରହିଲୁ, ଏମିତି ଶୋଇଲୁ, ଇଏ ସବୁ ହେଲା କଥା। କିନ୍ତୁ ବାର୍ତ୍ତାଟା କ'ଣ? ବାର୍ତ୍ତା ହେଉଛି ମଣିଷ ଜୀବନ ପାଇଁ ଗୋଟେ ସୁପରାମର୍ଶର ସୁପରିକଳ୍ପିତ କଥା। ସୁପରାମର୍ଶ। ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହିଲେ, ଦୁର୍ଯ୍ୟୋଧନଙ୍କ ସହିତ ଯୁଦ୍ଧ କରିବା। କୁରୁ ପାଣ୍ଡବଙ୍କ ଭିତରେ ଯୁଦ୍ଧ ହେଲା। ଇଏ ସବୁ ଥିଲା କଥା। କୌରବମାନଙ୍କ ପକ୍ଷରେ ଏଇମାନେ ରହିବେ, ପାଣ୍ଡବମାନଙ୍କ ପକ୍ଷରେ ଏଇମାନେ ରହିବେ, ଯୁଦ୍ଧଟା ଏଇ ଭାବରେ ହବ। ଇଏ ହେଉଛି କଥା। କିନ୍ତୁ ବାର୍ତ୍ତା କ'ଣ ଥିଲା? ଅର୍ଜୁନଙ୍କୁ ଯେତେବେଳେ ଭଗବାନ କୃଷ୍ଣ ଗୀତା କହିଲେ, ଗୀତାର ବାଣୀ ଗୁଡ଼ିକ ହେଇଗଲା ସମଗ୍ର ଜଗତ ପାଇଁ ଗୋଟେ ବାର୍ତ୍ତା। ତେଣୁ ମଣିଷର କଥା ଆଉ ବାର୍ତ୍ତା ସେତିକି ବେଳେ ବନ୍ଦ ହୁଏ ଯେତେବେଳେ ମଣିଷ ଭିତରୁ ଧର୍ମଟି ପଳାଏ। ଆପଣ ଭାବୁଥିବେ ଧର୍ମ କହିଲେ ଆମେ ଯାହା ବୁଝୁ, ବଳିଆ ସେୟା ବୁଝେନା। ମୁଁ ଅମୁକ ଗୁରୁଙ୍କର ଶିଷ୍ୟ, ତାମାନେ ମୁଁ ହିଁ ଏକମାତ୍ର ଧର୍ମ କ'ଣ ଜାଣିଛି। କିଏ କହିବ ମୁଁ ଶ୍ରୀମା ଅରବିନ୍ଦଙ୍କର ଡିଭୋଟି, ଶିଷ୍ୟ କହୁନାହାନ୍ତି, ଡିଭୋଟି। କିଏ କହିବ ମୁଁ ସାଇରାମଙ୍କ ଡିଭୋଟି,
किए कहब शिवानंद चिदानंद डिवोटी, आउ किए कहब मु श्री श्री ठाकुर अनुकूल चंद्र डिवोटी, किए कहे मु श्री श्री ठाकुर निगमानंद डिवोटी, आम पिला माने कहे आम बलिया बाबा डिवोटी। ये गुड़िक धर्म नुहे, ये गुड़िक हूँ संप्रदाय। गोटे अंचल विभिन्न स्कूल कॉलेज रही, किए कौ स्कूल रे पाठ पढ़िबो सी निर्वाचन करिबो मु एई स्कूल रे मो पुओ को पाठ पढ़े कि झियो को पाठ पढ़े। किंतु पाठ स्वतंत्र, पाठ किंतु स्वतंत्र, किंतु विद्यालय गुड़िक अनेक प्रकार अच्छी। जो माने कहती मो धर्म बड़, मो गुरु बड़, मो मंत्र बड़, से माने प्रकृत रे किछि जानि ना। से माने होउचंती अज्ञानक मध्यरे नेता, अज्ञानी नेता। से माने किछि जानि ना, किछि जानि नाहंती किबा अनुभव करि नाहंती, शिखिबा को चेष्टा करि नाहंती कि शिखी नाहंती, शिखिबा पई ताकर मन भी नाही। धरंतु नल्ला रोड रे आज बलिया आईची, बलिया को जो माने भल पाउचंती से माने आई। जदि जड़े गुरुंकर शिष्य किए थिबे, धरंतु बाबा कल्याण बाबांकर किए शिष्य थिबे, जड़े प्रसिद्ध संत ओडिशार कल्याण बाबा कि जड़े आउ जड़े कहार भक्त थिबे, तांकु जदि कहब बाबा बलिया आईचंती चालुना टिके विक्रम बाबू को घरे मोर चली सत्संग, नहीं आमे तो से मंत्र दीक्षित नुहे, आमे तो से आम गुरु नुहति, आमे कहीं जी तामाने से किछि जानि ना, से माने किछि जानि ना। सी कल्याण बाबा को भी चिन्ह ना, आमे बरं कल्याण बाबा को चिन्हीचु। गोटे कथा को कहूँ, श्रीमा अरविंद सत्य साई श्री श्री ठाकुर निगमानंद अनुकूल ओंकार नाथ समस्त आश्रम को ये सेवक जाइए, ठाकुर अनुकूल चंद्र का आश्रम को जाइए। वर्तमान जे आचार्य सी आलिंगन करिसंती, आम भीतर संभाषण मध्य खूब सुंदर थिला। किंतु सज्जन यही जो मान जहाँ कहती क्षुद्र मनार शिष्य, से माने ही धर्मटा को बिगाड़ुचंती। जड़े कहते मु कुरान पढ़ुची, पवित्र कुरान रे मु पढ़ुची। कुरान रे कौन लेखा अच्छी हाण मार काट ये कथा लेखा अच्छी। मोहम्मद मध्य आसीथिले गोटे शांतिर वार्ता दे जाई। आज ख्रीष्ट धर्म को आसवा हिंदू मान को बाध्य करा यीशु ख्रीष्ट कौन कही तुम धर्म परिवर्तन करने मु जन्म होती कौटी लेखा देखा। तेणु सज्जन जामन जेपरी ता मन से रखी
ତେଣୁ ତେଣୁ ଗୀତାରେ ଗୋଟିଏ କଥା ମୂଳରୁ କହିଲେ, ସାଂଖ୍ୟ ଯୋଗରେ ପୁଣି କହିଲେ, ଯେତେବେଳେ ଅର୍ଜୁନ ଧନୁକୁ ଛାଡ଼ି ଦେଇ ମୁଣ୍ଡରେ ହାତ ମାରି ବସିଲେ, କୃଷ୍ଣ ପଚାରିଲେ ତମେ ଯୁଦ୍ଧ କରିବାକୁ ଆଇଥିଲ ନା ମୁଣ୍ଡ ଚିପିବା ପାଇଁ ଆଇଥିଲ? କଣ ମୁଣ୍ଡ ବିନ୍ଧୁଛି ନା କଣ? ସିଏ କୃଷ୍ଣଙ୍କୁ କହିଲେ ମୁଁ ଯୁଦ୍ଧ କରିବି ନାହିଁ। କାହିଁକି ଯୁଦ୍ଧ କରିବନି? ସିଏ କହିଲେ ଯୁଦ୍ଧ କଲେ ଲୋକ ମାନେ ବନ୍ଧୁ ବାନ୍ଧବ, ପୁଅ ଜ୍ୱାଇଁ, ସମୁଦି ଶଳା ସଡ଼ୁ ଏସବୁ ମରିବେ, ତେଣୁ ମୁଁ ଯୁଦ୍ଧ କରିବିନି। ତମେ କଣ ଆଗରୁ ଜାଣିନଥିଲ ଯୁଦ୍ଧ କାହା ସାଙ୍ଗରେ କରିବ ବୋଲି? ଜାଣିଥିଲି ଯେ ମୋ ମୁଣ୍ଡରେ ପଶି ନଥିଲା, ଏବେ ସମସ୍ତଙ୍କୁ ଦେଖିକିରି ମୋ ମୁଣ୍ଡରେ ପଶି ଯାଇଛି, ମୁଁ ଯୁଦ୍ଧ କରିବିନି। ଆଉ ପୁଣି ଆହୁରି ବଢିଆ ବାଗରେ କହିଲେ ଦୁର୍ଯ୍ୟୋଧନ ମୋ ଭାଇ, ମୁଁ ହେଲି ତାର ଦାଦା ପୁଅ ଭାଇ, ସିଏ ହେଲା ମୋ ବଡ଼ବାପା ପୁଅ ଭାଇ। ସେ ରାଜା ହେଲେ ମୋର କଣ କ୍ଷତି ହେଇଯାଉଛି? ବରଂ ସେ ରାଜା ହଉ, ମୁଁ ଯୁଦ୍ଧ କରିବିନି କି ରାଜା ହବାର ପ୍ରଶ୍ନ ଉଠୁନି। ସେଇଠି ଠାକୁର କହିଲେ ତୁ ଗୋଟିଏ ଅନାର୍ଯ୍ୟ। ଠାକୁର ନିଜେ କହୁଛନ୍ତି, ମୁଁ କହୁନି। ଅନାର୍ଯ୍ୟ, ଅନାର୍ଯ୍ୟ ଦୁଷ୍ଟ ମସ୍ୱର୍ଗ ଅକୀର୍ତ୍ତି କର ଅର୍ଜୁନ। ତୁ ଗୋଟେ ଅନାର୍ଯ୍ୟ। ଯେମିତି ଆମ ଲୋକ କହିଲେ ପୁରା ଅଭଦ୍ର, ସେମିତି ସିଏ କହିଲେ ତୁ ଗୋଟେ ଅନାର୍ଯ୍ୟ। ତୁ ଆର୍ଯ୍ୟ ଘରେ ଜନ୍ମ ହେଇ ତୁ ଅନାର୍ଯ୍ୟଙ୍କ ଭଳି କଥା କଣ କହୁଛୁ? ଶୁଣୁ, ସେଇଠି ସେ କହିଲେ କ୍ଷୁଦ୍ରଂ ହୃଦୟ ଦ୍ରୌବଲ୍ୟଂ ତ୍ୟକ୍ତ ତିଷ୍ଠ ପରନ୍ତପ। ଅର୍ଜୁନ, ମୁଣ୍ଡରେ ଯୋଉ ଛୋଟ ବୁଦ୍ଧି ରହିଛି, କ୍ଷୁଦ୍ର ବୁଦ୍ଧି ରହିଛି, ତାକୁ ତ୍ୟାଗ କରି ଯୁଦ୍ଧ କରିବା ପାଇଁ ଧନୁଧର। ତାପରେ କହିଲେ ତୁ ଗୋଟେ କ୍ଳୈବ୍ୟ, କ୍ଳୈବ୍ୟ ମାସ୍ମ ଗମ ପାର୍ଥ ନୈତତ ଯୁବପଦ୍ୟତେ। ତା ପୂର୍ବରୁ କହିଲେ କ୍ଳୈବ ମାନେ ପୁରୁଷ ନୁହେଁ କି ନାରୀ ନୁହଁ, ତୁ ଗୋଟେ କ୍ଳୈବ୍ୟ। କ୍ଳୈବ୍ୟ କାହାକୁ କହନ୍ତି? ମୁହଁରେ ମଧୁରିଆ କଥା କୁହନ୍ତି, ଅନ୍ତରରେ କର୍କଶିଆ କଥା କଥାଏ। ମୁହଁରେ କହନ୍ତି ତୁ ବହୁତ ଭଲ ଲୋକ, ପେଟରେ କହନ୍ତି ସୁଦୁ ବାଜ୍ୟ ଲୋକ। କହନ୍ତି ଗୋଟିଏ ପ୍ରକାରର। ଟଙ୍କା ପଇସା ସଜୁରୀ କରି ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କରିବାକୁ ମାନେ ଦର୍ଶନ କରିବାକୁ ଗଲେ, ସାଡୁ ଫେରି ଆସିଲେ, ଆରେ ପୁରୀ ଯାଇଥିଲ ମହାପ୍ରସାଦ ଆଣିଛ ଟିକେ ଦିଅ ନା? ମୁଁ କଣ ପୁରୀ ଗଲୁ କି? ଆଉ କୁଆଡେ ଯାଇଥିଲ? କଲିକତା ଯାଇଥିଲ। ଆରେ କହିଲ ପୁରୀ ଗଲ କଲିକତା। ସେଇଥିପାଇଁ କହିଲେ ଅସହ୍ୟ ମାନେ ପକେଇଲେ ଗୋଟେ ମାନେ ଗୋଟେ ବଡ କଷିକିରି, ଯେମିତି ପୁଅ ଝିଅଙ୍କୁ ଯେମିତି ଅତି ବାଳୁଙ୍ଗା ହେଲେ କଥା ନ ମାନିଲେ ଗୋଟେ ବିରାଟ ଚୈତନ୍ୟ ପକାନି, ରେ କଣ ସେମିତି ଗୋଟେ କଥା ବୁଝିବ। ସେମିତି ଠାକୁର ମଧ୍ୟ କହିଛନ୍ତି ଅସତ୍ୟ ନାନ ଶୋଚଶ୍ଚଂ ପ୍ରଜ୍ଞାବାଦସ୍ୟ ଭାସ ଗତାସୁରାଂ
ପଣ୍ଡିତଙ୍କ ଭଳି କଥା ତ କହୁଛୁ, କିନ୍ତୁ ତୁ ପଣ୍ଡିତ ନୁହେଁ, ମୂର୍ଖ। ପଣ୍ଡିତ ମାନେ ତୁ କ୍ଷତ୍ରିୟ, ତୋର ଧର୍ମ ହଉଛି ଯୁଦ୍ଧ କରିବା। ତୁ କ୍ଷେତ୍ର ଧର୍ମକୁ ଛାଡ଼ିକିରି ବର୍ତ୍ତମାନ ମୁଣ୍ଡରେ ହାତ ଦେଇକିରି ବସିକିରି କହୁଛୁ ମୁଁ ଯୁଦ୍ଧ କରିବି ନାହିଁ। ଯେଉଁମାନେ କ୍ଷତ୍ରିୟ ସେ କାହାରି ଜନ୍ମରେ ହସନ୍ତିନି ନା କାହାରି ମୃତ୍ୟୁରେ କାନ୍ଦନ୍ତିନି। ଧନୁଧର, ଯୁଦ୍ଧ କର। ଯେଉଁମାନଙ୍କ ସହିତ ତୁ ଯୁଦ୍ଧ କରିବୁ ସେ 100 ବର୍ଷ ପୂର୍ବରୁ ନଥିଲେ, ଆଉ 100 ବର୍ଷ ପରେ ବି ନଥିବେ। ତୁ ଯାହାକୁ କହିବୁ ମରୁଛି, ସେ ମରେ ନା, ଦେହର ପରିବର୍ତ୍ତନ ହୁଏ, ସେ ମରେ ନା। କିଏ ମରେ ନା? ଆତ୍ମା। ଆତ୍ମା କାହାକୁ ମାରେ ନା ମରେ ନା। ଦେହ ମରେ ଆଉ ମାରେ। ତେଣୁ ଉଠିଷ୍ଠତ ଜାଗ୍ରତ ପ୍ରାପ୍ୟଂ ବରାନ୍ ନିବଦ୍ଧତ।